ନାରୀ ସଶକ୍ତିକରଣ ଉପକ୍ରମ। ନାରୀ ସଶକ୍ତିକରଣର ଅର୍ଥ ହେଉଛି ନାରୀମାନଙ୍କୁ ସବୁ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ ପାଇଁ ମଜବୁତ କରିବା। ନାରୀମାନେ ଯେମିତି ଉପଯୁକ୍ତ ଜ୍ଞାନକୌଶଳ, ଆର୍ଥିକ ସ୍ୱାତନ୍ତ୍ରତା ପାଇବେ, ଏଥିପାଇଁ ସେମାନଙ୍କର ସର୍ବାଙ୍ଗୀନ ବିକାଶ କରିବା। ବର୍ଣ୍ଣନା। ନାରୀର ବିକାଶ ବିନା କୌଣସି ପରିବାର, ସମାଜ, ଦେଶ, ରାଜ୍ୟ ଅଗ୍ରଗତି କରି ପାରିବ ନାହିଁ। ନାରୀକୁ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ପୁରୁଷମାନଙ୍କ ସହିତ ତୁଳନା କରି ଭେଦଭାବ କରାଯିବା ନୁହେଁ। ନାରୀମାନେ ସେମାନଙ୍କର ଯୋଗ୍ୟତା ଏବଂ କ୍ଷମତା ବଳରେ ସବୁ କ୍ଷେତ୍ରରେ ବିକାଶ କରିବେ। ନିଜେ କୌଣସି ବିଷୟରେ ନିର୍ଣ୍ଣୟ ନେଇପାରିବେ। ଏସବୁର ବିକାଶ ପାଇଁ ନାରୀ ସଶକ୍ତିକରଣ କରାଗଲା। ବର୍ତ୍ତମାନ ନାରୀ ସବୁ କ୍ଷେତ୍ରରେ ଆଗରେ ଅଛି। ସେ ଶିକ୍ଷିତା, ସ୍ୱାବଲମ୍ବୀ, ଆତ୍ମନିର୍ଭରଶୀଳ ଅଟେ। ଶେଷ କଥା। ନାରୀ ସଶକ୍ତିକରଣ ଦ୍ୱାରା ମହିଳାମାନେ ଜାଗୃତ ହେଉଛନ୍ତି। ବର୍ତ୍ତମାନ ନାରୀ ଅବହେଳିତ ନୁହେଁ, ହେଲେ ମଧ୍ୟ ଏମାନଙ୍କର ସୁରକ୍ଷା ସବୁବେଳେ ଦରକାର। ନାରୀକୁ ଅବଳା, ଦୁର୍ବଳା ଭାବି ନରରାକ୍ଷସମାନେ ଅତ୍ୟାଚାର କରି ଚାଲିଛନ୍ତି। ଏସବୁର ଦୃଢ଼ ପଦକ୍ଷେପମାନ ନେବା ଉଚିତ। ଧନ୍ୟବାଦ।